ସାଙ୍ଗମାନେ ଆପଣ ଏ ଫଳଟିକୁ ଜାଣିପାରୁଛନ୍ତି କି? ଇଏ ହେଉଛି ମହୁଲ ଗଛର ଫଳ। ମହୁଲ ହେଉଛି ଫୁଲ ଏବଂ ଏସବୁ ହେଉଛି ତା'ର ଫଳ। ତାକୁ ଚୋପା ଛଡ଼ାଇ ତାକୁ ଭାଙ୍ଗି ଦିଅନ୍ତି ଏବଂ ତା'ର ମଞ୍ଜିକୁ ତେଲ କରନ୍ତି ଏବଂ ଆଉ ଯାହା ବାକି ରହିଲା ସେସବୁକୁ ଭଜା କରି ଖାଆନ୍ତି ବା କିଏ କିଏ ତରକାରୀ କରନ୍ତି। ଏହାକୁ ଟୁଲ ମଧ୍ୟ କହନ୍ତି। ତେଣୁ ଆସନ୍ତୁ ଆମେ ଜାଣିବା ଏହି ଫଳର ଭଜା କେମିତି କରନ୍ତି। ବାପା ମାର୍କେଟକୁ ଯାଇଥିଲେ ଏବଂ ମାର୍କେଟରୁ 10 ଟଙ୍କାର ନେଇ ଆସିଛନ୍ତି। ତାକୁ ମା କ'ଣ କରିଛନ୍ତି, ଭଲ ଭାବରେ କାଟି ତାକୁ ସଫା କରି ନେଇଛନ୍ତି। ଦେଖନ୍ତୁ, ଏବଂ ସଫା କଲା ପରେ ସୋରିଷ ବଟା କରି ନେଇଛନ୍ତି। ଦେଖନ୍ତୁ, ସୋରିଷ ବଟାରେ ହଳଦୀ ମଧ୍ୟ ମା ଦେଇ ଦେଉଛନ୍ତି ଏବଂ ଭଜା କରିବା ପାଇଁ ମା ସେସବୁ ଜିନିଷକୁ ପାଖକୁ ନେଇ ଆସିଛନ୍ତି। ଏବେ ଗ୍ୟାସ୍ ଅନ୍ କରି ପାଣି ଗରମ କରିଛନ୍ତି ଏବଂ ପାଣିରେ ଲୁଣ ଅଲରେଡ଼ି ପକାଇ ନେଇଛନ୍ତି। ତାପରେ ଦେଖନ୍ତୁ ଟୁଲ ଗୁଡ଼ିକୁ ପକାଇ ଦେଉଛନ୍ତି। କାହିଁକି ନା ଟୁଲଟି କଷା ଥାଏ ଏବଂ ସେ କଷା ଅଂଶକୁ କାଟିବା ପାଇଁ ପ୍ରଥମେ ତାକୁ ଗରମ ପାଣିରେ ଛାଣି ଦିଆଯାଏ ଏବଂ ଗରମ ପାଣିରୁ ସିଧା ଥଣ୍ଡା ପାଣିରେ ଦିଆଯାଏ। ମା ଗରମ ପାଣିରୁ କାଢ଼ି ସାରି ଥଣ୍ଡା ପାଣିରେ ଦେଇ ତାକୁ ପୁଣି ଆଉ ଥରେ ଭଲ ଭାବେ ଧୋଇ ନେଉଛନ୍ତି। କାରଣ ଯଦି କଷା ଅଂଶ ରହିଯିବ ଖାଇବାକୁ ଭଲ ଲାଗିବନି। ଏବେ ପୁଣି ଆସି ମା କ'ଣ କରିଛନ୍ତି, କଡ଼େଇ ବସାଇଛନ୍ତି ଗ୍ୟାସ୍ରେ ଏବଂ ଗ୍ୟାସ୍ରେ କଡ଼େଇ ବସାଇଲା ପରେ ତେଲ ଗରମ କରିଛନ୍ତି। ଦେଖନ୍ତୁ, ତେଲ ଗରମ ହେଲା ପରେ ହିଁ ଟୁଲ ଗୁଡ଼ିକ ପକାଯିବ। ଦେଖିନିଅନ୍ତୁ। ଦେଖନ୍ତୁ, ମା ତେଲ ଗରମ କରି ଟୁଲକୁ ପକାଇ ଦେଇ ତାପରେ ଚଲାଇ ନେଉଛନ୍ତି ଏବଂ ତାପରେ ସୋରିଷ ବଟା ଢାଳି ଦେଉଛନ୍ତି। ଦେଖିନିଅନ୍ତୁ। ଏବଂ ସୋରିଷ ବଟା ଦେଇସାରି ମା କ'ଣ କରୁଛନ୍ତି, ଚଲାଇ ନେଉଛନ୍ତି। ହଳଦୀ ତ ସୋରିଷ ବଟାରେ ଦିଆହେଇଥିଲା ଏବଂ ସିଝିଲା ବେଳକୁ ଲୁଣ ଦିଆହେଇଥିଲା। ଆଉ କିଛି ତାକୁ ଦରକାର ନାହିଁ। ଏବେ ତା'ର ପାଣି ମରିବା ଯାକେ ତାକୁ କ'ଣ କରାଯିବ ନା ହାଇ ଫ୍ଲେମ୍ରେ ଦିଆଯିବ। ତାପରେ ସିମ୍ କରି ତାକୁ ଲାଲ ହେବା ପର୍ଯ୍ୟନ୍ତ ଭଜାଯିବ। ଦେଖନ୍ତୁ କିପରି କରାହେଉଛି। ଗରମ ଭାତରେ ଖାଇବା ଅପେକ୍ଷା ମୋତେ ପଖାଳ ଭାତ ଏବଂ ଟୁଲ ଭଜା ଖାଇବାକୁ ବେଶୀ ଭଲ ଲାଗିଥାଏ। ଆପଣମାନଙ୍କୁ ଟୁଲ ଭଜା ଖାଇବାକୁ କିପରି ଭଲ ଲାଗିଥାଏ ତାହା ଜଣାଇବେ। ଏବଂ ହଁ ସାଙ୍ଗମାନେ, କେତେବେଳେ କେତେବେଳେ ଭାତ ନ ଖାଇ ମୁଁ ଟୁଲ ଭଜା ମଧ୍ୟ ଖାଇ ଦେଇଥାଏ ଖାଲି। ଆଉ କିଛି ମୋତେ ଖାଇବାକୁ ଇଚ୍ଛା ହୋଇନଥାଏ। ଆପଣମାନେ ଯଦି ଖାଇନାହାନ୍ତି ତେବେ କେବେ ଟ୍ରାଏ କରନ୍ତୁ, ନିଶ୍ଚୟ ଭଲ ଲାଗିବ। ଏବଂ ଯେଉଁମାନେ ଖାଇଛନ୍ତି, କେଉଁ ଏରିଆରୁ ଖାଇଛନ୍ତି ତାହା ଜଣାଇବେ କମେଣ୍ଟସ୍ ମାଧ୍ୟମରେ। ଯଦି ଭଲ ଲାଗିଲା ମୋ ଭିଡ଼ିଓଟି ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍। ଧନ୍ୟବାଦ।